ओम शांति 25 ଜାନୁଆରୀ 2025 प्रातः मुरली शिव भगवान मधुर महावाक्य। शिव बाबा कहते मिठे बच्चे बुद्धिमान विद्यार्थी होई भल नंबर रखी पास होबार पुरुषार्थ कर। अलसुआ विद्यार्थी हुआ नहीं। अलसुआ विद्यार्थी से मानकु कुहाजिब जो मानकर सारा दिन मित्र संबंधी मने पड़ी थांती। बुद्धिमान विद्यार्थी होई भल नंबर रखी पास होबार पुरुषार्थ कर। अलसुआ विद्यार्थी हुआ नहीं। अलसुआ विद्यार्थी से मानकु कुहाजिब जो मानकर सारा दिन मित्र संबंधी मने पड़ी थांती। प्रश्न संगम जुगरे सबुठारु अधिक भाग्यशाली काहाकु कुहाजिब? संगम जुगरे सबुठारु अधिक भाग्यशाली काहाकु कुहाजिब? उत्तर जो माने निजर तन मन धन सबु किछि सफल करिसंती किंबा करुछंती सेही माने ही भाग्यशाली अटंती। केही केही तो बहुत कंजूस थांती सेथिरु जना पड़ी जाए जे याक भाग्य रे नाही। बुझी पारंती नाही जे विनाश सम्मुखरे दंडायमान किछि तो भल काम करिनेबा दरकार। भाग्यवान पिला माने भाबंती निजे बाबा एबे सम्मुखकु आसिछंती तेणु आमे निजर सबु किछि सफल करिनेबु। साहस करी अनेकंकर भाग्य गढ़िबारे निमित्त हेबु। गीत तकदीर जगा कर आई हूँ। ओम शांति। एबे तो तुमे पिला माने निजर भाग्य निर्माण करुछ। गीतारे श्रीकृष्णर नाम लिखि देइछंती एवं कहउछंती भगवान उवाच मु तुमको राजयोग शिखाउछि। वास्तव रे कृष्ण भगवान उवाच किछि नाही। यही श्रीकृष्ण तो तुम पाठ पढ़ार लक्ष्य अटंती। शिव भगवान उवाच मु तुमको राजा मानकर राजा करुछि। तेबे निश्चित प्रथम राजकुमार कृष्ण ही हेबे। वास्तव रे कृष्ण भगवान उवाच नुहे। कृष्ण सदृश हेबा तो तुम मानकर पाठ पढ़ार लक्ष्य अटे। यह तो पाठशाला अटे ना जेउठी स्वयं भगवान पाठ पढ़ाउछंती। तुमे समस्ते राजकुमार राजकुमारी हेउछ। बाबा कहउछंती बहुत जन्मर अंतिमर मध्य अंतिम अवस्थारे मु तुमको यही ज्ञान सुनाउछि। तुमको पुणी सेही श्रीकृष्णଙ୍କ भଳି କରିବା ପାଇଁ। ଏହି ପାଠଶାଳାର ଶିକ୍ଷକ ଶିବ ବାବା ଅଟନ୍ତି, ଶ୍ରୀକୃଷ୍ଣ ନୁହନ୍ତି। ଶିବ ବାବା ହିଁ ଦୈବୀ ଧର୍ମର ସ୍ଥାପନା କରିଥାନ୍ତି। ତୁମେ ପିଲାମାନେ କହୁଛ ଆମେ ଆସିଛୁ ଆମର ଭାଗ୍ୟ ଗଢ଼ିବା ପାଇଁ। ଆତ୍ମା ଜାଣିଛି ମୁଁ ପରମ ପିତା ପରମାତ୍ମାଙ୍କ ଦ୍ୱାରା ଏବେ ଭାଗ୍ୟ ଗଢ଼ିବା ପାଇଁ ଆସିଛି। ଏହା ହେଉଛି ରାଜକୁମାର ରାଜକୁମାରୀ ହେବାର ଭାଗ୍ୟ। ରାଜଯୋଗ ଅଟେ ନା। ଶିବ ବାବାଙ୍କ ଦ୍ୱାରା ପ୍ରଥମେ ସ୍ୱର୍ଗର ଦୁଇଟି ପତ୍ର ରାଧା ଓ କୃଷ୍ଣ ବାହାରିଥାନ୍ତି। ଏହି ଯେଉଁ ଚିତ୍ର ତିଆରି ହୋଇଛି ତାହା ସଠିକ୍ ଅଟେ ଏବଂ ତାହା ବୁଝାଇବା ପାଇଁ ମଧ୍ୟ ବହୁତ ଭଲ। ଗୀତାର ଜ୍ଞାନ ଦ୍ୱାରା ହିଁ ଭାଗ୍ୟ ତିଆରି ହୋଇଥାଏ। ତୁମର ଭାଗ୍ୟ ଜାଗ୍ରତ ହୋଇଥିଲା ତାହା ପୁଣି ବିଗିଡ଼ି ଯାଇଛି। ବହୁତ ଜନ୍ମର ଶେଷରେ ତୁମେ ପୁଣି ଏକଦମ ତମ ପ୍ରଧାନ କାଙ୍ଗାଳ ହୋଇଯାଇଛ। ଏବେ ପୁଣି ରାଜକୁମାର ହେବାକୁ ପଡ଼ିବ। ପ୍ରଥମେ ତ ନିଶ୍ଚିତ ରାଧାକୃଷ୍ଣ ହିଁ ହେବେ। ପୁଣି ତାଙ୍କର ମଧ୍ୟ ରାଜଧାନୀ ସ୍ଥାପନା ହେବ। ସେଠାରେ କେବଳ ଜଣେ ତ ନଥିବେ ନା। ସ୍ୱୟଂବର ପରେ ରାଧାକୃଷ୍ଣ ହିଁ ପୁଣି ଲକ୍ଷ୍ମୀ ନାରାୟଣ ହୋଇଥାନ୍ତି। ନରରୁ ରାଜକୁମାର ବା ନାରାୟଣ ହେବା ଏକା କଥା ଅଟେ। ତୁମେମାନେ ଜାଣିଛ ଏହି ଲକ୍ଷ୍ମୀ ନାରାୟଣ ସ୍ୱର୍ଗର ମାଲିକ ଥିଲେ। ତେବେ ସ୍ୱର୍ଗର ସ୍ଥାପନା ତ ନିଶ୍ଚିତ ସଙ୍ଗମ ଯୁଗରେ ହିଁ ହୋଇଥିବ। ସେଥିପାଇଁ ସଙ୍ଗମ ଯୁଗକୁ ପୁରୁଷୋତ୍ତମ ଯୁଗ କୁହାଯାଏ। ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଯିବ। ବାକି ଅନ୍ୟ ସବୁ ଧର୍ମ ବିନାଶ ହୋଇଯିବ। ସତ୍ୟ ଯୁଗରେ ନିଶ୍ଚିତ ଭାବରେ ଗୋଟିଏ ହିଁ ଧର୍ମ ଥିଲା। ସେହି ଇତିହାସ ଭୂଗୋଳର ନିଶ୍ଚିତ ଭାବରେ ପୁନରାବୃତ୍ତି ହେବ। ପୁନର୍ବାର ସ୍ୱର୍ଗର ସ୍ଥାପନା ହେବ।
ଯେଉଁଠାରେ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା, ପରିସ୍ଥା ନଥିଲା, ତାହା ଏବେ ତ ଶ୍ମଶାନ ପାଲଟି ଯାଇଛି। ସମସ୍ତେ କାମଚିତା ଉପରେ ବସି ଭସ୍ମ ହୋଇଯିବେ। ସତ୍ୟଯୁଗରେ ତୁମେ ମହଲ ଇତ୍ୟାଦି ନିର୍ମାଣ କରିବ। ଏପରି ନୁହେଁ କି ମାଟି ତଳୁ କୌଣସି ସୁନାର ଦ୍ୱାରିକା ବା ଲଙ୍କା ବାହାରି ଆସିବ। ହୁଏତ ଦ୍ୱାରିକା ବାହାରିପାରେ, କିନ୍ତୁ ଲଙ୍କା ତ ନଥିବ। ରାମ ରାଜ୍ୟକୁ ସୁବର୍ଣ୍ଣ ଯୁଗ କୁହାଯାଏ। ଖାଣ୍ଟି ସୁନା ଯାହା କିଛି ଥିଲା ସେସବୁ ଲୁଟ ହୋଇଯାଇଛି। ତୁମେମାନେ ଜାଣିଛ ଭାରତ କେତେ ଧନବାନ ଥିଲା। ଏବେ ତ କାଙ୍ଗାଳ ହୋଇଯାଇଛି। କାଙ୍ଗାଳ ଶବ୍ଦ ଲେଖିବା ମଧ୍ୟ କୌଣସି ଖରାପ କଥା ନୁହେଁ। ତୁମେମାନେ ବୁଝାଇ ପାରିବ, ସତ୍ୟଯୁଗରେ ଗୋଟିଏ ମାତ୍ର ଧର୍ମ ଥିଲା। ସେଠାରେ ଅନ୍ୟ କୌଣସି ଧର୍ମ ରହିବ ନାହିଁ। କେହି କେହି କହିଥାନ୍ତି, ଏହା କିପରି ସମ୍ଭବ ହେବ? କ'ଣ କେବଳ ଦେବତାମାନେ ହିଁ ରହିବେ? ଅନେକ ମତାନ୍ତର ରହିଛି। ଗୋଟିଏ ମତ ଅନ୍ୟ ମତ ସହିତ ମିଶୁନାହିଁ। କେତେ ଆଶ୍ଚର୍ଯ୍ୟର କଥା! କେତେ ଅଭିନେତା ଅଛନ୍ତି। ଏବେ ସ୍ୱର୍ଗର ସ୍ଥାପନା ହେଉଛି। ଆମେ ସ୍ୱର୍ଗବାସୀ ହେବାକୁ ଯାଉଛୁ। ଏକଥା ମନେ ରହିଲେ ସର୍ବଦା ହର୍ଷିତ ମୁଖ ହୋଇ ରହିପାରିବେ। ତୁମମାନଙ୍କୁ ବହୁତ ଖୁସିରେ ରହିବା ଦରକାର। ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତ ବହୁତ ଶ୍ରେଷ୍ଠ ଅଟେ ନା? ଆମେ ମନୁଷ୍ୟରୁ ଦେବତା, ସ୍ୱର୍ଗବାସୀ ହେବାକୁ ଯାଉଛୁ। ଏକଥା ମଧ୍ୟ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ ଯେ ଏବେ ସ୍ୱର୍ଗର ସ୍ଥାପନା ହେଉଛି। ଏହା ମଧ୍ୟ ସର୍ବଦା ମନେ ରହିବା ଦରକାର। କିନ୍ତୁ ମାୟା ବାରମ୍ବାର ଭୁଲାଇ ଦେଉଛି। ଭାଗ୍ୟରେ ନାହିଁ, ତେଣୁ ସୁଧୁରୁ ନାହାନ୍ତି। ମିଛ କହିବାର ଅଭ୍ୟାସ ଅଧା କଳ୍ପରୁ ରହିଆସିଛି, ଯାହାକି ଛାଡ଼ି ପାରୁନାହାନ୍ତି। ମିଥ୍ୟାକୁ ମଧ୍ୟ ଯେପରି ସମ୍ପତ୍ତି ଭାବି ନେଇଛନ୍ତି, ମିଛ କହିବା ଛାଡ଼ି ପାରୁନାହାନ୍ତି। ତେଣୁ ବୁଝିବାକୁ ହେବ ଯେ ୟାଙ୍କର ଭାଗ୍ୟ ହିଁ ଏହିପରି ଅଟେ। ବାବାଙ୍କୁ ମନେ ପକାଉନାହାନ୍ତି। ଯୋଗ ମଧ୍ୟ ସେତେବେଳେ ଲାଗିବ ଯେତେବେଳେ ପୂରା ମୋହ ତୁଟିଯିବ। ସାରା ଦୁନିଆରୁ ବୈରାଗ୍ୟ ଆସିଯିବ। ମିତ୍ର ସମ୍ବନ୍ଧୀକୁ ଦେଖୁଥିଲେ ମଧ୍ୟ ଯେପରି ଦେଖୁନାହାନ୍ତି। ଜାଣିଥାନ୍ତି ଏମାନେ ସମସ୍ତେ ନର୍କବାସୀ, ଶ୍ମଶାନବାସୀ ଅଟନ୍ତି। ଏମାନେ ସମସ୍ତେ ବିନାଶ ହେବାକୁ ଯାଉଛନ୍ତି। ଏବେ ଆମକୁ ଘରକୁ ଫେରିବାକୁ ହେବ। ତେଣୁ ସୁଖଧାମ, ଶାନ୍ତିଧାମକୁ ମନେ ପକାଉଛୁ। କାଲି ଆମେ ସ୍ୱର୍ଗବାସୀ ଥିଲୁ, ରାଜ୍ୟ କରୁଥିଲୁ, ଯାହାକୁ ଆମେ ହରାଇ ଦେଇଛୁ। ପୁଣି ଆମେ ରାଜ୍ୟ ପ୍ରାପ୍ତ କରୁଛୁ। ପିଲାମାନେ ଜାଣିଛନ୍ତି ଯେ ଭକ୍ତି ମାର୍ଗରେ କେତେ ମୁଣ୍ଡ ନୁଆଁଇବା ସହିତ ଧନ ମଧ୍ୟ ବର୍ବାଦ କରିବାକୁ ପଡ଼ୁଛି। ଚିତ୍କାର କରୁଛନ୍ତି, କିନ୍ତୁ କିଛି ବି ମିଳୁନାହିଁ। ଆତ୍ମା ଡାକୁଛି, ବାବା ଆସ, ଆମକୁ ସୁଖଧାମକୁ ନେଇ ଚାଲ। ତାହା ମଧ୍ୟ ଯେତେବେଳେ ଶେଷ ସମୟରେ ବହୁତ ଦୁଃଖ ହୋଇଥାଏ, ସେତେବେଳେ ମନେ ପକାଉଛନ୍ତି। ତୁମେମାନେ ଦେଖୁଛ, ଏବେ ଏହି ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି। ଏବେ ଆମର ଏହା ଅନ୍ତିମ ଜନ୍ମ ଅଟେ। ଏହି ଜନ୍ମରେ ହିଁ ଆମକୁ ସାରା ଜ୍ଞାନ ମିଳିଛି, ଯାହାକୁ ସମ୍ପୂର୍ଣ୍ଣ ରୂପେ ଧାରଣ କରିବାକୁ ହେବ। ଭୂମିକମ୍ପ ଇତ୍ୟାଦି ଅଚାନକ ହୋଇଥାଏ ନା? ହିନ୍ଦୁସ୍ତାନ ପାକିସ୍ତାନର ବିଭାଜନ ସମୟରେ କେତେ ମରିଥିବେ। ତୁମମାନଙ୍କୁ ସୃଷ୍ଟି ଆରମ୍ଭରୁ ନେଇ ସୃଷ୍ଟି ଶେଷ ପର୍ଯ୍ୟନ୍ତ ସମସ୍ତ ଜ୍ଞାନ ଜଣାଅଛି। ବାକି ଯାହା ରହିଯାଇଛି ତାହା ମଧ୍ୟ ଜଣାପଡ଼ିଯିବ। କେବଳ ଗୋଟିଏ ସୋମନାଥଙ୍କ ମନ୍ଦିରରେ ତ ସୁନା ନଥିବ, ଆହୁରି ମଧ୍ୟ ବହୁତଙ୍କର ମହଲ, ମନ୍ଦିର ଇତ୍ୟାଦି ସୁନାର ଥିବ। ତାପରେ ପୁଣି କ'ଣ ହୁଏ? କେଉଁଠି ଅନ୍ତର୍ଦ୍ଧାନ ହୋଇଗଲା? ନା ଭୂମିକମ୍ପରେ ଏପରି ତଳକୁ ଚାଲିଗଲା, ଯାହା ଆଉ ବାହାରି ପାରୁନାହିଁ? ଭିତରେ ଭିତରେ ନଷ୍ଟ ହୋଇଗଲା, ନା କ'ଣ ହେଲା? ଭବିଷ୍ୟତରେ ତୁମମାନଙ୍କୁ ଏସବୁ କଥା ଜଣାପଡ଼ିବ। କହୁଛନ୍ତି ସୁନାର ଦ୍ୱାରିକା ସମୁଦ୍ର ଗର୍ଭକୁ ଚାଲିଯାଇଛି। ଏବେ ତୁମେମାନେ କହିବ, ଡ୍ରାମା ଅନୁସାରେ ଯାହା ତଳକୁ ଚାଲିଯାଇଛି, ଅର୍ଥାତ୍ ଅତୀତ ହୋଇଯାଇଛି, ପୁଣି ଚକ୍ର ବା ସୃଷ୍ଟିଚକ୍ର ଘୂରି ଆସିଲେ ତାହା ଉପରକୁ ଅର୍ଥାତ୍ ବର୍ତ୍ତମାନକୁ ଆସିଯିବ। ତାକୁ ମଧ୍ୟ ପୁନର୍ବାର ତିଆରି କରିବାକୁ ପଡ଼ିବ। ଏହି ଚକ୍ରକୁ ବୁଦ୍ଧିରେ ସ୍ମରଣ କରି ବହୁତ ଖୁସିରେ ରହିବା ଉଚିତ। ଏହି ଚିତ୍ର ବି ପକେଟରେ ରଖିବା ଦରକାର। ଏହି ବ୍ୟାଚ୍ ଦ୍ୱାରା ବହୁତ ସେବା ହୋଇପାରିବ, କିନ୍ତୁ ଏଭଳି ସେବା କେହି କରୁନାହାନ୍ତି। ତୁମେମାନେ ଟ୍ରେନରେ ମଧ୍ୟ ବହୁତ ସେବା କରିପାରିବ, କିନ୍ତୁ କେହି ବି କେବେ ସେବା ସମାଚାର ଜଣାଉନାହାନ୍ତି ଯେ ଟ୍ରେନରେ କିପରି ସେବା କଲୁ।
ତୃତୀୟ ଶ୍ରେଣୀର ଯାତ୍ରୀମାନଙ୍କର ମଧ୍ୟ ସେବା ହୋଇପାରିବ। ଯେଉଁମାନେ କଳ୍ପ ପୂର୍ବେ ବୁଝିଥିବେ ମନୁଷ୍ୟରୁ ଦେବତା ହୋଇଥିବେ ସେହିମାନେ ହିଁ ବୁଝିବେ। ମନୁଷ୍ୟରୁ ଦେବତା ବୋଲି ଗାୟନ ରହିଛି। ମନୁଷ୍ୟରୁ ଖ୍ରୀଷ୍ଟିଆନ କିମ୍ବା ମନୁଷ୍ୟରୁ ଶିଖ ଏପରି ତ ଗାୟନ କରାଯାଏ ନାହିଁ। ନା, ମନୁଷ୍ୟରୁ ଦେବତା ହୋଇଥିଲେ ଅର୍ଥାତ୍ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଥିଲା। ବାକି ସମସ୍ତେ ନିଜ ନିଜ ଧର୍ମକୁ ଚାଲିଗଲେ। କଳ୍ପ ବୃକ୍ଷରେ ଦର୍ଶାଯାଇଛି ଯେ ଅମୁକ ଅମୁକ ଧର୍ମ ପୁଣି କେବେ ସ୍ଥାପନ ହେବ। ଦେବତାମାନେ ପ୍ରଥମେ ହିନ୍ଦୁ ଧର୍ମର ହୋଇଗଲେ, ହିନ୍ଦୁ ଧର୍ମରୁ ପୁଣି ଅନ୍ୟ ଅନ୍ୟ ଧର୍ମକୁ ଚାଲିଗଲେ। ଏପରି ମଧ୍ୟ ବହୁତ ବାହାରିବେ ଯେଉଁମାନେ ନିଜର ଶ୍ରେଷ୍ଠ ଧର୍ମ କର୍ମକୁ ଛାଡ଼ି ଅନ୍ୟ ଧର୍ମରେ ଯାଇ ପଡ଼ି ରହିଛନ୍ତି। ସେମାନେ ସମସ୍ତେ ବାବାଙ୍କ ନିକଟକୁ ଫେରିବେ। ଶେଷ ସମୟରେ ଅଳ୍ପ କିଛି ବୁଝିବେ ଏବଂ ପ୍ରଜାରେ ଆସିବେ। ଦେବୀ ଦେବତା ଧର୍ମରେ ତ ସମସ୍ତେ ଆସିପାରିବେ ନାହିଁ। ସମସ୍ତେ ନିଜ ନିଜ ଧର୍ମର ବିଭାଗକୁ ଚାଲିଯିବେ। ତୁମ ବୁଦ୍ଧିରେ ଏହିସବୁ କଥା ଅଛି। ଦୁନିଆରେ ତ କ'ଣ ନା କ'ଣ କରି ଚାଲିଛନ୍ତି। ଖାଦ୍ୟଶସ୍ୟ ପାଇଁ କେତେ ବ୍ୟବସ୍ଥା କରୁଛନ୍ତି। ବଡ଼ ବଡ଼ ମେସିନ୍ ଆଦି ଲଗାଉଛନ୍ତି, ହେଲେ କିଛି ଲାଭ ହେଉନାହିଁ। ସୃଷ୍ଟିକୁ ତ ତମ ପ୍ରଧାନ ହେବାକୁ ହିଁ ପଡ଼ିବ। ସିଡ଼ି ତଳକୁ ଖସିବାକୁ ହିଁ ପଡ଼ିବ। ଡ୍ରାମାରେ ଯାହା ନିର୍ଦ୍ଧାର୍ଯ୍ୟ ରହିଛି ତାହା ହୋଇ ଚାଲିଛି। ପୁଣି ନୂଆ ଦୁନିଆର ସ୍ଥାପନା ହେବାର ହିଁ ଅଛି। ଏବେ ଯେଉଁ ସବୁ ବିଜ୍ଞାନ ଶିଖୁଛନ୍ତି ଅଳ୍ପ ବର୍ଷ ମଧ୍ୟରେ ସେମାନେ ବହୁତ ଦକ୍ଷ ହୋଇଯିବେ, ଯାହାଦ୍ୱାରା ପୁଣି ସେଠାରେ ବହୁତ ଭଲ ଭଲ ଜିନିଷ ତିଆରି ହେବ। ଏହି ବିଜ୍ଞାନ ମଧ୍ୟ ସେଠାରେ ସୁଖଦାୟୀ ହେବ। ବିଜ୍ଞାନ ଏଠାରେ ସୁଖ କମ ଏବଂ ଦୁଃଖ ଅଧିକ ଦେଉଛି। ଏହି ବିଜ୍ଞାନର ଆବିଷ୍କାର କେତେ ବର୍ଷ ହେଲା ହୋଇଛି। ଆଗରୁ ତ ଏହି ବିଜୁଳି ଗ୍ୟାସ୍ ଆଦି କିଛି ବି ନଥିଲା। ଏବେ ତ ଦେଖ କ'ଣ ସବୁ ହୋଇଗଲାଣି। ସ୍ୱର୍ଗରେ ତ କେବଳ ଜଣେ ଅନ୍ୟ ଜଣକଠାରୁ ଶିଖି ଚାଲିବେ। ଶୀଘ୍ର ଶୀଘ୍ର କାମ ହୋଇଯିବ। ଏଠାରେ ମଧ୍ୟ ଦେଖ ଘର ସବୁ କିପରି ତିଆରି କରୁଛନ୍ତି। ସବୁ କିଛି ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। କେତେ କେତେ ମହଲା ଘର ତିଆରି କରୁଛନ୍ତି। ସେଠାରେ ଏପରି ହେବ ନାହିଁ। ସେଠାରେ ତ ସମସ୍ତଙ୍କ ନିଜ ନିଜର ବାଡ଼ି ବଗିଚା ରହିବ। ଟିକସ ଆଦି କିଛି ବି ଦେବାକୁ ପଡ଼ିବ ନାହିଁ। ସେଠାରେ ତ ପ୍ରଚୁର ଧନ ସମ୍ପତ୍ତି ରହିବ। ଭୂସମ୍ପତ୍ତି ମଧ୍ୟ ବହୁତ ରହିବ। ନଦୀ ତ ସବୁ ରହିବ, କିନ୍ତୁ କେନାଲ ଇତ୍ୟାଦି ନଥିବ, ଯାହା ପୁଣି ପରେ ଖୋଳାଯାଏ। ପିଲାମାନଙ୍କର ମନ ଭିତରେ କେତେ ଖୁସି ରହିବା ଦରକାର ଯେ ଆମକୁ ଡବଲ ଇଞ୍ଜିନ ମିଳିଯାଇଛି। ପାହାଡ଼ ଚଢ଼ିବା ବେଳେ ଟ୍ରେନରେ 2ଟି ଇଞ୍ଜିନ ଲାଗିଥାଏ। ତୁମେ ପିଲାମାନେ ମଧ୍ୟ ଆଙ୍ଗୁଳି ଲଗାଉଛ ନା, ଅର୍ଥାତ୍ ବାବାଙ୍କର ଏହି ଦିବ୍ୟ କର୍ତ୍ତବ୍ୟରେ ସହଯୋଗୀ ହେଉଛ। ତୁମେ କେତେ ଅଳ୍ପ ସଂଖ୍ୟକ ଅଛ। ତୁମମାନଙ୍କର ମହିମାର ମଧ୍ୟ ଗାୟନ ଅଛି। ତୁମେମାନେ ଜାଣିଛ ଆମେ ଈଶ୍ୱରୀୟ ସେବାଧାରୀ ଅଟୁ। ଶ୍ରୀମତ ଅନୁସାରେ ସେବା କରୁଛୁ। ବାବା ମଧ୍ୟ ସେବା କରିବା ପାଇଁ ଆସିଛନ୍ତି। ଗୋଟିଏ ଧର୍ମର ସ୍ଥାପନା ଓ ଅନେକ ଧର୍ମର ବିନାଶ କରାଇ ଦେଉଛନ୍ତି। ନିକଟ ଭବିଷ୍ୟତରେ ଦେଖିବ ବହୁତ ପ୍ରକାର ବିଶୃଙ୍ଖଳା ହେବ। ଏବେ ମଧ୍ୟ ଭୟ କରୁଛନ୍ତି। କିଏ ଜାଣେ ଲଢ଼େଇ କରୁ କରୁ ବୋମା ପକାଇ ନଦେବେ ବୋଲି। ବିବାଦ ତ ବହୁତ ପ୍ରକାରର ଲାଗି ରହିଛି। ବାରମ୍ବାର ନିଜ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି। ପିଲାମାନେ ଜାଣିଛନ୍ତି ପୁରୁଣା ଦୁନିଆ ତ ବିନାଶ ହେବ ହିଁ ହେବ। ପୁଣି ଆମେ ନିଜ ଘରକୁ ଚାଲିଯିବା। ଏବେ 84 ଜନ୍ମର ଚକ୍ର ଶେଷ ହେବାକୁ ଯାଉଛି। ସମସ୍ତେ ଏକାଠି ଚାଲିଯିବେ। ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି ଯେଉଁମାନଙ୍କର ସବୁବେଳେ ମନେ ରହୁଛି। ଡ୍ରାମା ଅନୁସାରେ ଚୁସ୍ତ ଅର୍ଥାତ୍ ଫୁର୍ତ୍ତି ଏବଂ ସୁସ୍ତ ଅର୍ଥାତ୍ ମାନ୍ଦା 2 ପ୍ରକାରର ବିଦ୍ୟାର୍ଥୀ ଅଛନ୍ତି। ଫୁର୍ତ୍ତି ବିଦ୍ୟାର୍ଥୀମାନେ ଭଲ ନମ୍ବର ରଖି ପାସ୍ ହୋଇଯାଆନ୍ତି। ଯିଏ ମାନ୍ଦା ହୋଇଥିବ ତାର ତ ସାରା ଦିନ ଲଢ଼େଇ ଝଗଡ଼ାରେ ହିଁ କଟୁଥିବ। ସେମାନେ ବାବାକୁ ମନେ ପକାନ୍ତି ନାହିଁ। ସାରା ଦିନ ମିତ୍ର ସମ୍ବନ୍ଧୀ ହିଁ ମନେ ପଡ଼ିଥାନ୍ତି। ଏଠାରେ ତ ସବୁ କିଛି ଭୁଲିଯିବାକୁ ହେବ। ମୁଁ ଆତ୍ମା, ଏହି ଶରୀର ମୋର ଲାଞ୍ଜ ସଦୃଶ ଅଟେ। ଆମେ କର୍ମାତୀତ ଅବସ୍ଥାରେ ପହଞ୍ଚିଗଲେ ଏହି ଶରୀର ରୂପକ ଲାଞ୍ଜଠାରୁ ମୁକ୍ତ ହୋଇଯିବା। ଏବେ ଗୋଟିଏ ମାତ୍ର ଚିନ୍ତା ରହିଛି, କିପରି ଆମେ କର୍ମାତୀତ ହେବା।
ଏବଂ ଏହି ଶରୀରରୁ ମୁକ୍ତ ହୋଇ ଶ୍ୟାମରୁ ସୁନ୍ଦର ହୋଇଯିବା। ସେଥିପାଇଁ ପରିଶ୍ରମ ତ କରିବାକୁ ହେବ ନା। ପ୍ରଦର୍ଶନୀମାନଙ୍କରେ ଦେଖ କେତେ ପରିଶ୍ରମ କରୁଛନ୍ତି। ମହେନ୍ଦ୍ର ଭୋପାଳର ବରିଷ୍ଠ ଭାଇଙ୍କୁ ଦେଖ କେତେ ସାହସ ଦେଖାଇଛନ୍ତି। ଏକୁଟିଆ କେତେ ପରିଶ୍ରମ କରି ପ୍ରଦର୍ଶନୀ ଆଦି କରୁଛନ୍ତି। ପରିଶ୍ରମର ଫଳ ମଧ୍ୟ ମିଳିବ ନା। ଏକୁଟିଆ କେତେ ଚମତ୍କାର କରିପାରିଛନ୍ତି। କେତେ ଆତ୍ମାଙ୍କର କଲ୍ୟାଣ କରିଛନ୍ତି। ମିତ୍ର ସମ୍ବନ୍ଧୀମାନଙ୍କର ସାହାଯ୍ୟରେ ହିଁ କେତେ କାମ କରିପାରିଛନ୍ତି। ବଡ଼ ଚମତ୍କାର କଥା। ମିତ୍ର ସମ୍ବନ୍ଧୀମାନଙ୍କୁ କହୁଛନ୍ତି ଏହି ଟଙ୍କା ପଇସା ସବୁ ଏହି କାର୍ଯ୍ୟରେ ଲଗାଅ। ସଞ୍ଚୟ କରି କ'ଣ କରିବ? ସାହସ କରି ସେଣ୍ଟର ମଧ୍ୟ ଖୋଲିଛନ୍ତି। କେତେ ଆତ୍ମାଙ୍କର ଭାଗ୍ୟ ଗଢ଼ି ପାରିଛନ୍ତି। ଏହିପରି 5-7 ଜଣ ସନ୍ତାନ ଆସିଗଲେ କେତେ ସେବା ହୋଇଯିବ। କେହି କେହି ତ ବହୁତ କଞ୍ଜୁସ ଥାନ୍ତି। ବୁଝିବାକୁ ହୁଏ ଯେ ଏହାଙ୍କର ଭାଗ୍ୟରେ ନାହିଁ। ବୁଝିପାରୁନାହାନ୍ତି କି ବିନାଶ ତ ସମ୍ମୁଖରେ ଉପସ୍ଥିତ, କିଛି ହେଲେ ଭଲ କାମ କରିଦେବା। ମନୁଷ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ଦାନ ଆଦି କରିବେ ସେଥିରେ କିଛି ବି ମିଳିବ ନାହିଁ। ଈଶ୍ୱର ତ ଏବେ ସ୍ୱର୍ଗର ରାଜପଦ ଦେବା ପାଇଁ ଆସିଛନ୍ତି। ଦାନ ପୁଣ୍ୟ କଲାବାଲାଙ୍କୁ କିଛି ବି ମିଳିବ ନାହିଁ। ଏହି ସଙ୍ଗମ ଯୁଗରେ ଯେଉଁମାନେ ନିଜର ଶରୀର, ମନ, ଧନ ସବୁକିଛି ସଫଳ କରିଛନ୍ତି ସେହିମାନେ ହିଁ ଭାଗ୍ୟଶାଳୀ ଅଟନ୍ତି। କିନ୍ତୁ ଭାଗ୍ୟରେ ନାହିଁ, ତେଣୁ କିଛି ବି ବୁଝୁନାହାନ୍ତି। ତୁମେମାନେ ଜାଣୁଛ ସେମାନେ ମଧ୍ୟ ବ୍ରାହ୍ମଣ, ଆମେ ମଧ୍ୟ ବ୍ରାହ୍ମଣ। ଆମେ ହେଲୁ ପ୍ରଜାପିତା ବ୍ରହ୍ମା କୁମାର କୁମାରୀ। ଦୁନିଆରେ ଏତେ ସବୁ ବ୍ରାହ୍ମଣମାନେ ହେଲେ କୁଖ ବଂଶାବଳୀ। ତୁମେମାନେ ହେଲ ମୁଖ ବଂଶାବଳୀ। ଶିବ ଜୟନ୍ତୀ ସଙ୍ଗମ ଯୁଗରେ ହୋଇଥାଏ। ଏବେ ସ୍ୱର୍ଗ ସ୍ଥାପନ କରିବା ପାଇଁ ବାବା ମନ୍ମନାଭବର ମନ୍ତ୍ର ଦେଉଛନ୍ତି। ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ। ଦୁନିଆରେ ଅନେକ ଆତ୍ମା ଶରୀର ଛାଡ଼ୁଛନ୍ତି। ଯେଉଁଠାରେ କେହି ଶରୀର ଛାଡ଼ୁଛନ୍ତି ସେଠାରେ ପରିଚୟ ପତ୍ର ବାଣ୍ଟିବା ଦରକାର। ସେହିପରି ଅର୍ଥପୂର୍ଣ୍ଣ ପରିଚୟ ପତ୍ର ଛପାଇବା ଦରକାର। ବାବା ଯେତେବେଳେ ଆସନ୍ତି ସେତେବେଳେ ଯାଇ ପୁରୁଣା ଦୁନିଆର ବିନାଶ ହୁଏ ଏବଂ ସ୍ୱର୍ଗର ଦ୍ୱାର ଖୋଲିଥାଏ। ଯଦି କେହି ସୁଖଧାମକୁ ଯିବାକୁ ଚାହୁଁଥାନ୍ତି ତେବେ ସେଥିପାଇଁ ଏହି ମନ୍ମନାଭବର ମନ୍ତ୍ର ଦିଆଯାଉଛି। ଏହିଭଳି ଆକର୍ଷଣୀୟ ଛପାଯାଇଥିବା ପରିଚୟ ପତ୍ର ସମସ୍ତଙ୍କ ପାଖରେ ରହିବା ଦରକାର। ଶ୍ମଶାନରେ ମଧ୍ୟ ପରିଚୟ ପତ୍ର ବାଣ୍ଟି ପାରିବ। ପିଲାମାନଙ୍କର ସେବା କରିବାର ସଉକ ରହିବା ଦରକାର। ସେବାର ଉପାୟ ତ ବହୁତ ବତାଇ ଦିଆଯାଇଛି। ଏସବୁ ତ ଭଲ ଭାବରେ ଲେଖିଦେବା ଦରକାର। ଲକ୍ଷ୍ୟ ଉଦ୍ଦେଶ୍ୟ ଲେଖି ଦିଆଯାଇଛି। ବୁଝାଇବା ପାଇଁ ବହୁତ ଭଲ ଯୁକ୍ତି ଦରକାର। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଏହି ଶରୀର ରୂପକ ଲାଞ୍ଜକୁ ଭୁଲିଯିବାକୁ ହେବ। କେବଳ ବାବାଙ୍କ ବ୍ୟତୀତ କୌଣସି ମିତ୍ର ସମ୍ବନ୍ଧୀ ମନେ ନ ପଡ଼ନ୍ତୁ, ସେହିଭଳି ପରିଶ୍ରମ କରିବାକୁ ହେବ। 2 ନମ୍ବର। ଶ୍ରୀମତ ଅନୁସାରେ ଈଶ୍ୱରୀୟ ସେବାଧାରୀ ହେବାକୁ ପଡ଼ିବ। ତନ ମନ ଧନ ସବୁକିଛି ସଫଳ କରି ନିଜର ଉଚ୍ଚ ଭାଗ୍ୟ ଗଢ଼ିବାକୁ ହେବ। ବରଦାନ। କର୍ମ ଭୋଗରୂପୀ ପରିସ୍ଥିତିର ଆକର୍ଷଣକୁ ମଧ୍ୟ ସମାପ୍ତ କରୁଥିବା ସମ୍ପୂର୍ଣ୍ଣ ନଷ୍ଟ ମୋହା ହୁଅ। କର୍ମ ଭୋଗରୂପୀ ପରିସ୍ଥିତିର ଆକର୍ଷଣକୁ ମଧ୍ୟ ସମାପ୍ତ କରୁଥିବା ସମ୍ପୂର୍ଣ୍ଣ ନଷ୍ଟ ମୋହା ହୁଅ। ଏବେ ପର୍ଯ୍ୟନ୍ତ ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଗୁଡ଼ିକ ଅବସ୍ଥାକୁ କିଛି ନା କିଛି ନିଜ ଆଡ଼କୁ ଆକର୍ଷିତ କରୁଛି। ସବୁଠାରୁ ଅଧିକ ନିଜର ଦେହର ହିସାବ କିତାବ ବାକି ରହିଥିବା କର୍ମଭୋଗ ରୂପରେ ଆସୁଥିବା ପରିସ୍ଥିତି ନିଜ ଆଡ଼କୁ ଆକର୍ଷିତ କରୁଛି। ଯେତେବେଳେ ଏଗୁଡ଼ିକ ସବୁ ସମାପ୍ତ ହୋଇଯିବ ସେତେବେଳେ କୁହାଯିବ ସମ୍ପୂର୍ଣ୍ଣ ନଷ୍ଟ ମୋହା। କୌଣସି ବି
ଦେହର ବା ଦେହର ଦୁନିଆର ପରିସ୍ଥିତି ତୁମର ସ୍ଥିତିକୁ ହଲଚଲ କରିପାରୁନଥିବ, ତେବେ କୁହାଯିବ ସମ୍ପୂର୍ଣ୍ଣ ସ୍ଥିତି। ଯେତେବେଳେ ଏହିଭଳି ସ୍ଥିତିରେ ପହଞ୍ଚିଯିବ, ସେତେବେଳେ ନିଜର ମାଷ୍ଟର ସର୍ବଶକ୍ତିମାନ ସ୍ଥିତିରେ ସହଜରେ ସ୍ଥିତ ହୋଇପାରିବ। ସ୍ଲୋଗାନ: ପବିତ୍ରତାର ବ୍ରତ ସବୁଠାରୁ ଶ୍ରେଷ୍ଠ ସତ୍ୟନାରାୟଣ ବ୍ରତ। ଏହା ଭିତରେ ହିଁ ଅତୀନ୍ଦ୍ରିୟ ସୁଖ ଅନ୍ତର୍ନିହିତ। ପବିତ୍ରତାର ବ୍ରତ ସବୁଠାରୁ ଶ୍ରେଷ୍ଠ ସତ୍ୟନାରାୟଣ ବ୍ରତ। ଏହା ଭିତରେ ହିଁ ଅତୀନ୍ଦ୍ରିୟ ସୁଖ ଅନ୍ତର୍ନିହିତ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା: ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। 25 ନମ୍ବର। ମାନସିକ ସେବା ଅର୍ଥାତ୍ ସଂକଳ୍ପ ଶକ୍ତି ଦ୍ୱାରା ସେବା ସୀମାହୀନ ଅଟେ। ଯେତେ ଯେତେ ତୁମେ ସଂକଳ୍ପରେ, ବାଣୀରେ ସାମ୍ପୁଲ ଅର୍ଥାତ୍ ନମୁନା ବା ଦୃଷ୍ଟାନ୍ତ ହେବ, ତୁମକୁ ଦେଖି ଅନ୍ୟମାନେ ସ୍ୱତଃ ହିଁ ଆକର୍ଷିତ ହେବେ। ତେଣୁ ଯେକୌଣସି ସ୍ଥୂଳ କାର୍ଯ୍ୟ କରୁଥାଅ ନା କାହିଁକି, ନିଜର ମାନସିକ ବୃତ୍ତି ଦ୍ୱାରା ଶୁଦ୍ଧ ପ୍ରକମ୍ପନ ବିଚ୍ଛୁରିତ କରିବାର ସେବା କରୁଥାଅ। ଯେପରି କେହି ଯଦି ବ୍ୟବସାୟ କରୁଥିବ, ତେବେ ସେ ସ୍ୱପ୍ନରେ ମଧ୍ୟ ନିଜର ବ୍ୟବସାୟକୁ ଦେଖିବ। ସେହିପରି ତୁମମାନଙ୍କର କାମ ହେଲା ବିଶ୍ୱ କଲ୍ୟାଣ କରିବା। ଏହା ହିଁ ତୁମର ପେଶା ଅଟେ। ଏହି ପେଶା ବା ବୃତ୍ତିକୁ ସ୍ମୃତିରେ ରଖି ସର୍ବଦା ସେବାରେ ବ୍ୟସ୍ତ ରୁହ। ଓମ୍ ଶାନ୍ତି।